ଭାଇ ମୁଁ ସବୁବେଳେ କହିଥାଉ ଯେ ଓଡିଆ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଆଗକୁ ବଢୁଛି, କିନ୍ତୁ ସମୟ ସମୟରେ ଏମିତି ଫିଲ୍ମ ଆସେ ଯେ ଦର୍ଶକଙ୍କ ମନ ଭାଙ୍ଗି ଦିଅନ୍ତି। ମାନେ ଦର୍ଶକ ଯାହା ଆଶା କରି ଥିଏଟରକୁ ଯାଆନ୍ତି ସେ ଦେଖିବାକୁ ମିଳେନି। ଆଉ ଦର୍ଶକ ମାନେ କଣ କରନ୍ତି, ନିରାଶ ହେଇକି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବକବାସ ବୋଲି କହିକି ପଳେଇ ଆସନ୍ତି। ଭାଇ ଆଜି ମୁଁ ଏଇ ଭିଡିଓରେ କହିବି ଏମିତି କିଛି ଫ୍ୟାକ୍ଟ ଯାହା ପାଇଁ ଦର୍ଶକ ମାନେ ଓଡିଆ ସିନେମା ଦେଖିବାକୁ ପସନ୍ଦ କରୁନାହାନ୍ତି। ନମ୍ବର 1, ହିଷ୍ଟୋରି ୱିକ୍ ହବା। ଦେଖ ଦର୍ଶକ ମାନେ ଆଜିକା ଡେଟ୍ ରେ ବହୁତ ସ୍ମାର୍ଟ ହେଇଯାଇଛି। ଯଦି ହିଷ୍ଟୋରିରେ ନୂଆ କିଛି ନାହିଁ ବା ହିଷ୍ଟୋରିରେ ଦମ ନାହିଁ ତାହେଲେ ଅବଭିୟସଲି ଅଡିଏନ୍ସ ମାନେ ଦେଖିବାକୁ ପସନ୍ଦ କରିବେନି। ନମ୍ବର 2, ଓଭର ଆକ୍ଟିଂ ଆଣ୍ଡ ୱିକ୍ ପରଫରମାନ୍ସ। ଭାଇ ବଲିଉଡ ରେ ଏମିତି ବହୁତ ସାରା ଫିଲ୍ମ ଅଛି ଯେଉଁଥିରେ ଆକ୍ଟିଂ ନ୍ୟାଚୁରାଲ ଲାଗୁନଥିଲା, ଯାହା ଫଳରେ ଅଡିଏନ୍ସ ମାନେ ଥିଏଟର ବାହାରେ ଆସିଲେ ଖରାପ ଗାଳି ଦଉଛନ୍ତି, ଯାହା ଫଳରେ ଫିଲ୍ମର କ୍ରେଜ କମି ଯାଉଛି। ଦେଖ ଓଡିଆ ସିନେମାରେ ଖାଲି ଷ୍ଟାର କାଷ୍ଟ ଉପରେ ଡିପେଣ୍ଡ କରେ ଯେ ଫିଲ୍ମ ହିଟ୍ ହବ ନା ଫ୍ଲପ୍। ଫିଲ୍ମରେ କୌଣସି ଷ୍ଟାର କାଷ୍ଟ ମାନେ ରଖେନି। ଯଦି ଡାଇରେକ୍ସନ ଭଲ ହବ ତାହେଲେ ଫିଲ୍ମ ନିଶ୍ଚିତ ଚାଲିବ। ସିନ୍ ର ଫ୍ଲୋ ଯଦି ପ୍ରପର ନୁହେଁ ତାହେଲେ ଷ୍ଟୋରି କନଫ୍ୟୁଜିଂ ହେଇଯାଏ। ନମ୍ବର 4, ମ୍ୟୁଜିକ ଆଣ୍ଡ ବ୍ୟାକଗ୍ରାଉଣ୍ଡ ସ୍କୋର। ଭାଇ 90 ଦଶକରେ ଯେଉଁ ସବୁ ଫିଲ୍ମ ଆସୁଥିଲା ସବୁ ଫିଲ୍ମର ଗୀତ ହିଟ୍ ଥିଲା, ଆଉ ଫିଲ୍ମର ଗୀତ ହିଟ୍ ମାନେ ଫିଲ୍ମ ହିଟ୍। କିନ୍ତୁ ଏବେ କିଛି ଫିଲ୍ମରେ ମ୍ୟୁଜିକ ଇମ୍ପାକ୍ଟ କରୁନାହିଁ, ଆଉ ଯଦି ଫିଲ୍ମର ମ୍ୟୁଜିକ ଯଦି ଭଲ ନ ହୁଏ ତାହେଲେ ଫିଲ୍ମ ଚାଲିବା ବଡ କଷ୍ଟ ହେଇଯାଏ। ଓଭରଅଲ ଭାଇ ଏସବୁ କଥା ମୁଁ କହୁନି, ମୁଁ ଯୋଉ ଭିଡିଓ ବନଉଛି ତାର କମେଣ୍ଟ ସେକ୍ସନରେ ଏଇସବୁ ମତେ ମିଳିଛି। ବାକି ମୋ ତରଫରୁ କୌଣସି ମତାମତ ନାହିଁ, କାହିଁକିନା ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଯୋଉ ଲେଭେଲରେ ଚାଲୁଛି ବା ଯୋଉ ଲେଭେଲରେ ଫିଲ୍ମ ତିଆରି ହଉଛି, ଭାଇ ସବୁ ଫିଲ୍ମରେ ଆପଣ ଦେଖିପାରିବେ କାଙ୍ଗୁଳା ହଉ, ବରବଧୁ ହଉ, ତାପରେ ଆମର କର୍ମ ହଉ, ଏସବୁ ଫିଲ୍ମ ଦେଖ ଆପଣଙ୍କୁ ଭଲ ଲାଗିବ ନିହାତି। କାରଣ ଏସବୁ ଫିଲ୍ମରେ ଏମିତି ଭାଇ ଆପଣ ବଲିଉଡ ଫିଲ୍ମ ଦେଖିଲେ ଯେମିତି ଲାଗିବ ଠିକ ଏଇ ଫିଲ୍ମ ସବୁ ଦେଖିଲେ ଆପଣଙ୍କୁ ସେଇ ଭାଇବ ଦବ। ବାକି ଆପଣଙ୍କ ମର୍ଜି, ଆପଣ ଦେଖ ବା ନ ଦେଖ ମୋର କିଛି କହିବାର ନାହିଁ। କିନ୍ତୁ ଏବେ ମୁଁ କହି ରଖୁଛି ଭାଇ ଓଡିଆ ଇଣ୍ଡଷ୍ଟ୍ରି ନୂଆ କନସେପ୍ଟ ଉପରେ ଫିଲ୍ମ ତିଆରି କରୁଛନ୍ତି। ଯଦି ବିଶ୍ୱାସ ନ କରନ୍ତି ତାହେଲେ କାଙ୍ଗୁଳା ଯାଇକି ଦେଖ, ଜାଣିପାରିବ। ପଛ ଫିଲ୍ମ ଦେଖିବାକୁ ମୁଁ କହିବିନି। କାଙ୍ଗୁଳା ଦେଖ। ସମସ୍ତେ କମେଣ୍ଟ ସେକ୍ସନରେ ଆସି କହୁଥିଲ କାଙ୍ଗୁଳା କାନ୍ତାରାର କପି ହେଇଛି। ଭାଇ ଏମିତି କିଛି ବି ନୁହଁ, କାନ୍ତାରାର କପି ନୁହଁ। ଏଟା ଆମ ଓଡିଆ ସଂସ୍କୃତିରେ ଜଡିଥିବା ଦଣ୍ଡ ନାଚକୁ ନେଇକି ଫିଲ୍ମଟି ତିଆରି ହେଇଛି। ଆପଣ ଦେଖ, ନିଶ୍ଚୟ ଭଲ ଲାଗିବ। ବାକି କମେଣ୍ଟ ଆସି ଆପଣ କହିକି ଯିବେ ଯେ ହଁ ଭାଇ ତମେ ଠିକ କହିଛ କି ଭୁଲ କହିଛ। ଜୟ ଜଗନ୍ନାଥ।